ପୁଣି ବାନ୍ଧିଲା 8 ଜଣଙ୍କୁ ରାଉରକେଲା ଅବକାରୀ। ରାଉରକେଲା ଅବକାରୀ ବିଭାଗ ପୁଣି 8 ଜଣଙ୍କୁ ବାନ୍ଧିଲା ରାଉରକେଲାରେ। ବେଆଇନ ମହୁଲି ମଦ କାରବାର ଅଭିଯୋଗରେ ରାଉରକେଲା ସହରର ଉପକଣ୍ଠରେ ଥିବା ବିଭିନ୍ନ ଅଞ୍ଚଳ ବସ୍ତି ଇଲାକାରେ ମହୁଲି ମଦର କାରବାର ସାଙ୍ଗକୁ ଚୁଲେଇ ପ୍ରକ୍ରିୟାରେ ଛୋଟ ଛୋଟ ମହୁଲି ମଦର ପ୍ରସ୍ତୁତି ପଏଣ୍ଟ ଉପରେ ବ୍ୟାପକ ଚଢ଼ାଉ ହେଉଥିଲେ ହେଁ ମହୁଲି ମଦ ପ୍ରସ୍ତୁତି ବନ୍ଦ ହୋଇପାରୁନାହିଁ। ଗତ 14 ତାରିଖରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ କୋକରାମା ଶାଳଜଡ଼ ଗୋଟିଧର ଅଞ୍ଚଳକୁ ଚଢ଼ାଉ କରି ମୋଟ 8 କୋଟି କେସ୍ କରାଯାଇଛି ଏବଂ ଉକ୍ତ ଅଞ୍ଚଳରୁ 186 ଲିଟର ବେଆଇନ ମହୁଲି ମଦ ନଷ୍ଟ କରାଯିବା ସହିତ 2ଟି ସ୍କୁଟି ଯାହାର ନମ୍ବର ହେଲା OR14Y 1854 ଏବଂ OD14AB 1020 ଗାଡ଼ିକୁ ଜବତ କରିଛି ରାଉରକେଲା ଅବକାରୀ। ମୋଟ 8ଟି କ୍ଲେମ୍ କେସ୍ କରାଯାଇଥିବା ବେଳେ ଏଥିରେ 8 ଜଣ ଆସାମୀକୁ ଧରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ଶ୍ରୀ ମୋହନ ପ୍ରଧାନ, ଇନ୍ସପେକ୍ଟର ଶ୍ରୀ ଦିଲ୍ଲୀପ ନାୟକ, ASI ବିଦ୍ୟୁତ ଭୂଷଣ ଦାସ, ASI କୁମାରୀ ଜେମାମଣି କିଷାନ, ଶ୍ରୀନିବାସ ବିଶୋଇ, ସୌମ୍ୟରଞ୍ଜନ ସାହୁ, ସୁକାନ୍ତ ଅମାତ, ସୂର୍ଯ୍ୟକାନ୍ତ ସାହୁ, ସପନ ସାହୁ, କୁମାରୀ ପ୍ରଧାନ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ନିରଞ୍ଜନ ରାଉତ, ଆକାଶ ପଟେଲ ଆଦି ସାମିଲ ହୋଇଥିଲେ। ଦେଖନ୍ତୁ ତାରି ଚିତ୍ର। ब्यूरो न्यूज ओडिशा कथा यूट्यूब चैनल को आपण मैंने देखुंत मतामत दिंतु, लाइक करंतु, सब्सक्राइब करंतु और शेयर करंतु।